ଭାଗ୍ୟବାନ। ଏହି ଜୀବନ ଦୀପକୁ ଅକାଳରେ ବିନା କାରଣରେ ନିର୍ବାଚିତ ହେବାକୁ ଆମେ ଦେବା ଆଦୌ ଇଏ ସ୍ମରଣୀୟ ନୁହଁ। ବିଶେଷ ଭାବେ ରାସ୍ତା ଦୁର୍ଘଟଣା ଜନିତ ଅକାଳ ମୃତ୍ୟୁ ଯାହା ସମ୍ପୂର୍ଣ୍ଣ ରୂପେ ଆମେ ଚାହିଁଲେ ତାକୁ ମଧ୍ୟ ଆଡ଼େଇ ଦେଇପାରିବା। ଆପଣ ସମସ୍ତେ ଅବଗତ ଅଛନ୍ତି ଯେ ଯେତେ ଦୁର୍ଘଟଣା ଘଟୁଛି ପ୍ରାୟ ସମସ୍ତ ପ୍ରକାରର ଦୁର୍ଘଟଣା ହେଉଛି ଆମ ମାନବ ଭୁଲ ଯୋଗୁଁ, ଯାହାକୁ ଅତି ସହଜରେ ଯଦି ଆମେ ଚାହିଁବା ଟିକେ ସଚେତନ ହୋଇପାରିବା ଏବଂ ନିୟମ ଆଉ କାନୁନକୁ ମାନିକରି ଯଦି ଆମେ ଗାଡ଼ି ଚଲାଇବା ତାହେଲେ ନିଶ୍ଚିତ ଭାବରେ ଆମେ ଏହାକୁ ବା ଦୁର୍ଘଟଣାକୁ ଏଡ଼େଇ ଦେଇପାରିବା। ଏ ସଡ଼କ ଦୁର୍ଘଟଣା ଆଜି ସମଗ୍ର ବିଶ୍ୱ ନିମନ୍ତେ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ବିଶ୍ୱ କଥା କୁହନ୍ତୁ କିମ୍ବା ଆମ ଦେଶ ଆମ ରାଜ୍ୟ ପ୍ରତିଦିନ ଅନେକ ମୂଲ୍ୟବାନ ଜୀବନ ଏଥିଯୋଗୁଁ ଅକାଳରେ ଝଡ଼ି ପଡ଼ୁଛି। ଯଦି ଆମେ ଆମ ଓଡ଼ିଶାର ଚିତ୍ର ଦେଖିବା ତାହେଲେ 2024ରେ 6142 ଜଣ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ପ୍ରତିଦିନ ପ୍ରାୟ ହାରାହାରି 17 ଜଣ ଲୋକଙ୍କର ଅକାଳରେ ତାଙ୍କର ପ୍ରାଣ ହରାଉଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଦେଶର ଅର୍ଥନୀତି ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହା ସହିତ ତାଳ ଦେଇ ଯାନବାହନର ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ଦୁଃଖର କଥା ଯେ ପୃଥିବୀରେ ରୋଡ଼ ଦୁର୍ଘଟଣାରେ ଭାରତର ସ୍ଥାନ ଆଜି ପ୍ରଥମ। ଆମେ ଏହି ରେକର୍ଡ ଅଧିକାରୀ ହେବାକୁ କେବେ ବି ଚାହୁଁନାହୁଁ, କିନ୍ତୁ ଦୁର୍ଭାଗ୍ୟ ହେଲେ ବି ଏହା ସତ୍ୟ। ଏହି ଅଧିକ ଦୁର୍ଘଟଣା ପଛରେ ମୁଖ୍ୟ କାରଣ ହେଉଛି ଗାଡ଼ି ଚାଳକଙ୍କର ବେପରୁଆ ଭାବରେ ଗାଡ଼ି ଚାଳନା କରିବା। ଆଉ ସଡ଼କ ଦୁର୍ଘଟଣାର ଏ ଗମ୍ଭୀରତାକୁ ଦେଖି ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ସରକାର ସଡ଼କ ସୁରକ୍ଷା ଅଭିଯାନକୁ ଆଜି ବ୍ୟାପକ କରିବା ପାଇଁ ଯାଉଛନ୍ତି। ଏହି ଆଧାରରେ ଜାତୀୟ ସଡ଼କ ସୁରକ୍ଷା ମାସ ଜାନୁଆରୀ ମାସ 1 ତାରିଖରୁ 31 ତାରିଖ ଯାଏଁ ଏହା ଆଜି ପାଳନ କରାଯାଉଛି ସାରା ଭାରତ ବର୍ଷରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସ୍ଥାନମାନଙ୍କରେ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କର ଯେଉଁ ଥିମ୍ ବା ସନ୍ଦେଶ ରହିଛି ତାହା ହେଉଛି ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ। ସଚେତନରୁ ସୁରକ୍ଷା ଏବଂ ପ୍ରଯୁକ୍ତିରୁ ପରିବର୍ତ୍ତନ। ଗତ ବର୍ଷ ମଧ୍ୟ ସଡ଼କ ସୁରକ୍ଷା ମାସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ସରକାର ଆହ୍ୱାନ ଦେଇଥିଲେ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ, ଅର୍ଥାତ୍ କମ୍ ହୋମ୍ ସେଫ୍। ଆଉ ମୁଁ ବହୁତ ଖୁସି ଯେ ଏହି ଅଭିଯାନ ଏକ ଜନ ଅଭିଯାନରେ ରୂପ ଆଜି ନେବା ପାଇଁ ଯାଉଛି। ସୁରକ୍ଷିତ ଭାବେ ଘରକୁ ଫେରିବା ଦିଗରେ ଜନସାଧାରଣ ଧୀରେ ଧୀରେ ଯତ୍ନବାନ ହେଉଛନ୍ତି। ସଡ଼କ ଦୁର୍ଘଟଣା କେମିତି ଗୋଟିଏ ପରିବାରକୁ ଉଜାଡ଼ି ଦିଏ ସେ ବିଷୟକୁ ସମସ୍ତେ ଆଜି ଦିନରେ ହୃଦୟଙ୍ଗମ କଲେଣି ଏବଂ ଗତ ବର୍ଷରୁ ଏ ବର୍ଷ ଭିତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ଘଟଣା ଘଟିବା ବା ଆକ୍ସିଡେଣ୍ଟ ହେବା ସଂଖ୍ୟା ଅପେକ୍ଷାକୃତ ଟିକେ କମିଛି। ଅର୍ଥାତ୍ ଆମେ ଯେଉଁ ଆଜି ସଚେତନ କରାଇବା ପାଇଁ ଯେଉଁ ସଡ଼କ ସୁରକ୍ଷା ଅଭିଯାନ ଆଉ ବ୍ୟାପକ ଭାବରେ ଲୋକମାନଙ୍କୁ ସଚେତନ କରିବା, ଏ କାର୍ଯ୍ୟକ୍ରମ କରିବା ଦ୍ୱାରା ଆଜି ଧୀରେ ଧୀରେ ଟିକେ ନିୟନ୍ତ୍ରଣ ହେବାକୁ ଆରମ୍ଭ କରିଛି। କିନ୍ତୁ ପର୍ଯ୍ୟାପ୍ତ ନୁହଁ। ଯଦି ଆମେ ଏହାକୁ ଆଉ ଟିକିଏ ଯଦି ସଚେତନ କରାଇବାରେ, ଆଇନ କାନୁନକୁ କାର୍ଯ୍ୟକାରୀ କରାଇବାରେ ଯଦି ଅଧିକ ସକ୍ରିୟ ଭାବରେ ଆମେ ସହଯୋଗ କରିପାରିବା ତାହେଲେ ନିଶ୍ଚିତ ଭାବରେ ଆକ୍ସିଡେଣ୍ଟ କମିବ। ଏହି କ୍ରମବର୍ଦ୍ଧିଷ୍ଣୁ ରାକ୍ଷସକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ 4ଗୋଟି ନୀତିକୁ ଆପଣେଇବାକୁ ପଡ଼ିବ। ଆଉ ଏ ଯେଉଁ ନୀତି ଏଥିରେ ହେଉଛି, ପ୍ରଥମ ହେଉଛି ଏଜୁକେସନ୍, ଅର୍ଥାତ୍ ସମସ୍ତ ରାସ୍ତା ବ୍ୟବହାରକାରୀ ଗାଡ଼ି ଚାଳକ, ସାଇକେଲ ଯାତ୍ରୀ ଏବଂ ପଥଚାରୀଙ୍କୁ ରାସ୍ତା ବ୍ୟବହାର ଉପରେ ସଠିକ୍ ଭାବରେ ସେମାନଙ୍କୁ ଆମେ
सूचना प्रदान करने दरकार एवं व्यापक भाव में से विभिन्न स्थान में विभिन्न समय सचेतन कर बड़ आह्वान आम पाखे अच्छी आमको कार्यकारी करने पड़ो। द्वितीय हूँ एनफोर्समेंट अर्थात ट्रैफिक नियम को कड़ाकड़ी भाव पालन करने एवं कड़ा आईन प्रवर्तन करी संस्था द्वारा नियम को आम कड़ाकड़ी भाव में पालन करवा। तृतीय इंजीनियरिंग अर्थात सुरक्षित रास्ता पोल इत्यादि निर्माण जानवाहन अधिक सुरक्षा भाव निर्माण करवा। रास्ता ट्रैफिक संबंधी विभिन्न सूचना फलक विभिन्न आवश्यक स्थान मानक आम व्यवहार करवा फलक लगेगा। चतुर्थ इमरजेंसी केस जरूरीकालीन परिस्थिति में आहत को तुरंत इमरजेंसी चिकित्सा सेवा प्रदान करवा जहाद्वारा अधिकरू अधिक जीवन रक्षा करा जाई परिबो। यही चारि गोटी होउची सड़क सुरक्षार चारि गोटी या कहा जाए गोल्डन रूल किंतु व्यक्तिगत भाव में एथिरे आउ दुई गोटी ई को मु जोड़िया चाहूँ। ये चारि गोटी ई पर आउ दुईटी ई होउची ता भितर गोटी होउची एनवायरनमेंट। एनवायरनमेंट बा परिवेश ये जानवाहन निर्गत होउतबा प्रदूषण को नियंत्रण करी सेफ्टी लिमिट ताकू केमिति आमे गोटे लिमिट भितर आमे रखिबा। एवं द्वितीय ई होउची जो जोड़िया भितर ताहा होउची एंगेजमेंट बा इवाल्यूशन सड़क व्यवहारकारी को विभिन्न कार्यक्रम एक्टिविटीज रे एंगेज करी आमको रखिबा एवं आमे कार्यकारी करुवा विभिन्न सड़क सुरक्षा कार्यक्रम रो समय समय रे मध्य ताहार इवाल्यूशन बा मूल्यांकन करिबा। अनेक जुक्ति करि पारंती सरकार ट्रैफिक रूल पाई कि एते काहे चिंता सरकार करिवे ये आम गाड़ी आम जीवन आमे बुझिबू ये मानसिकता रखुवा व्यक्ति को आमको जानिबा पाई पड़िबो। एवं तार उदाहरण मध्य मु निजे गोटे छोटिया कथार मुझे आपण मानकु कहबा पई आपण मान पाखे रखिया पई चाहे। देखिए जिते बड़े छोट पिलाटी आम जो स्कूल पठाउछंती से 3 वर्ष होता 3.5 वर्ष होता 4 वर्ष होता जिते प्रथम पठाउछु सेते बेले पिला स्कूल को न जीवा पई एवं बापा माँ को घर छाड़िया पई केबे इच्छा प्रकट करे नहीं। से पूरा कांदे माँ माँ बोली कांदिबो मु स्कूल जीवी नहीं किंतु आमे बापा माँ माने किंबा पितामाता माने बा अभिभावक माने जोर जबरदस्त पिला को आमे स्कूल को आमे पठेई थाउ। जेहेतु पिलार स्कूल जीवा अभ्यास ही नहीं आउ सेतिपाई से निश्चित भाव में स्कूल को जीवा तार अनिच्छुक बा अनिच्छा प्रकाश करवाटा स्वाभाविक कथा। आउ गोटे नुआ परिवेश को जीव नुआ अचिना लोकों पाखक जीव ताकू सेठी पाठ पढ़ेबार व्यवस्था करा जीव आउ सेतिपाई से जीवापाई इच्छा प्रकाश करे नहीं। एणु जिते बड़े अभ्यास थरे हो गला परे तापर आप देखिए धीरे धीरे सही आम पिला आगतुरा स्कूल जीवापाई से बाहरी आसे एडवांस मो स्कूल को जीवी मत ड्रेस पिंधे दियो मत मोर बही बस्ता ने दियो जोता दियो खावाई दियो से निजे अड़ी कर बस मु स्कूल जीवी। एणु यही जो गोटे प्राक्टिस बा गोटे अभ्यास करवा ये जो पद्धति ये आज दिन में जो माने गाड़ी चालक माने गाड़ी चलाउछंती ताकू मध्य से प्रकारर नियम कानून एवं समयानुवर्तिता होकरी आमे जदि अभ्यास थरे परिणत करई दे पारिबा ताहले सेमाने मध्य ट्रैफिक रूल्स को मानिकरी नियम को मानिकरी जदि गाड़ी चलेबे ताहले निश्चित भावरे तांकर मूल्यवान जीवन सहित आईन को कड़ाकड़ी पालन करने द्वारा ये जो अझट आउ जो माने अमानिया होउछंती सेमानकु आमे निश्चित भाव में कंट्रोल करि पारिबा आउ सुरक्षित मध्य देई पारिबा। एणु मु स्पष्ट भाव में कहया चाहिए जे सड़क सुरक्षा क्षेत्र में उल्लेखनीय प्रदर्शन पाई एथिरे आम सरकार निश्चित भाव में प्रतिश्रुतिबद्ध। आपन जदि सड़क सुरक्षा जनित मृत्यु संख्या को टिके गुढ़ भाव में जदि आम पर्यालोचना आपण माने करिवे तेबे जानि पारिबे अति कम रे 95% दुर्घटना को आमे समते चाहिए एड़े दे पारिबा। 95% दुर्घटना को उदाहरण स्वरूप 2024 मसीह प्राण हर 1,77,000 व्यक्ति मध्य 76% तार कारण होउची द्रुत गति रे गाड़ी चलेबा बेपारुआ भाव में गाड़ी चलेबा। जदि आम हाई स्पीड रे गाड़ी चलाउछंती
एथिरे विशेष करी जो गाड़ी चालक माने विशेषतः युवगोष्ठी गाड़ी चलानार गोल्डन रूल को समान संपूर्ण भाव में भूली जाउछंती। स्पीड थ्राइव्स बट इट ऑल्सो किल्स, ये कथा को मन रखा दरकार। प्राय 6% प्राण हरइबारे कारण हेउछि रंग साइड रे गाड़ी चलेबा एवं प्राय 3% मृत्यु होता है मद्यपान करी गाड़ी चलेबा कारण। इंटरेस्टिंगली प्राय 6% मृत्युर कारण हेउछि गाड़ी चलाना समय रे हठात आपंकर पॉकेट रे थिबा फोन रिंग हेबो। आप गाड़ी चलाउछंती स्पीड कमाऊ नाहंती, पॉकेट रे हाथ मारुछंती, गोटे हाथ रे गाड़ी बाहर करले से 4 चकिया गाड़ी चलांतु, मोटरसाइकेल चलांतु एवं मोबाइल को संपूर्ण भाव में आप जेभली भाव में चलेबे गाड़ी ना मोबाइल रे कथा हेबे एवं कौ विषय प्रसंग उपरे किए कथा होउची। जदि प्रसंग जदि जटिल अच्छी आपंकर मन खराब हो जाउची आ आपण गाड़ी चलाउछंती सामने पछरे चारिआडे लोक अछंती, परिस्थिति कौन हबो कौन होउची। तेणु एथिरे 100 जन लोक भितर 6 जन गाड़ी चलाउथबा समय रे मोबाइल रे कथा हवा कारण एक्सीडेंट रे समानकर मृत्यु होउची आ एक्सीडेंट भी हो जाउची। 100 जन रे 6 जन लोक राइट लेफ्ट साइड रे जीवा जगह राइट साइड पड़े जाउछंती। एई निकट रे मात्र 3 मास होईची मोर जने सांग केन्दुझर से आसुथिले आपंकर चंडीखोल पाखापाखी रे जो आजिकाली जो 6 लेन रास्ता रे जो आपंकर अंडरपास अच्छी उभय दिगरु सबु आड़ू गाड़ी आसीबो, किंतु जदि आमे से जगह रे जदि आमे भाबिबा जे सामने रे गाड़ी नाही आउ आमे लेफ्ट रो आमे इन करबा जगह रे राइट साइड रो जदि आमे जिबा ताहले ये घटना घटिला एवं से राइट रू जाउथिले एवं द्रुत भाव में सेपटू गाड़ी आसुथिला से जानी पारले नाही, गाड़ी भर्ती करदेले। से निजे ड्राइविंग करते निजे गाड़ी मालिक निजे ड्राइवर ऑन दी स्पॉट रे तांकर सेठी डेथ हो गला। यही निकट में रंग साइड रे गाड़ी चलेबा कारण। आउ जने सेमती मोर सांग दूर संपर्कीय से बाबू पूरा बुलेट गाड़ी रे आसंती केन्दुझर रो तांकर डिस्टेंस होची घर होची 30 किलोमीटर दूर। सकाळ संध्या रे से पूरा बुलेट रे जीवासवा करंती, सकाळ संध्या किछि मानंती नाही। आउ भी गोटे करंती से रिटायर्ड आर्मी हेइथिबा कारण आप जानि पारुथिबे से मध्य मद्यपान बहुत समय करंती एवं मोबाइलटा सब बेले जेते बेले जाउथिबे मोबाइल कथा हे जिवे। जातीय राजपथ अच्छी ड्रिंक्स करी मानु नाहंती पड़े जाउछंती। एही भली अवस्था रे गोटे फ्लाईओवर से चढ़ जाउथिबा समय रे मद्यपान भी करथिले, फ्लाईओवर भी जाउथिले एवं सही अनुसार तांकर अपोजिट डायरेक्शन जो गाड़ी आइला तांकर एक्सीडेंट रे तांकर सेठी ऑन दी स्पॉट रे डेथ हो गला। काहा को दोष देबा? लोक गाड़ी देवे सरकार को, रास्ता खराब करिसंती, ट्रैफिक कंट्रोल करू नाहंती। आमे तो नियम कानून ट्रैफिक समस्त नहीं करी आमे चेष्टा करूछु कि बड़ी भाव में अप टू डेट हेबो, अपग्रेडेशन हेबो एवं से समस्त सुरक्षित भाव यात्रा करंतु। सिग्नाल देइछु समस्त प्रकार आमे आवश्यकता अनुसार आमे ताको मेंटेन करूछु, किंतु तापर भी ये घटना घटुछि। अणुकरी व्यापक भाव में आमको सेथि पई अधिक सचेतनता कराइबा पड़िबो। सचेतनता अभाव कारण ही 95% दुर्घटना घटुछि। आपन जदि यही कारण गुड़िक देखिए प्रत्येक दुर्घटना जनित मृत्यु अवॉइडेबल, ताकू आमे चाहिए आमे ये दुर्घटना को आमे बंद करें पारिबा, कमई पारिबा। मोर समस्त गाड़ी चालक विशेष भाव बेपारुआ एवं मद्यप गाड़ी चालकों को अनुरोध जे गाड़ी चलेला समय रे मन रखुथिबे जे घरे आपनकर पिता माता भाई भौणी स्त्री पिला माने समस्ते आपनकर सही सुकुशल फेरिबा बाट को अनै बसी थिबे। केते बेले जाईछि आउ हमर
बापा हूँ बा आमर मुरबी हो जी भी जाइए से सुरक्षित भाव में केतेबेले फेरिब से केबे भाविबे नहीं जे जाइए आज काम एवं से ठीक समय फेरिब किंतु फेरिला बेले जदि से शव होकर फेरिला एमिति भी होउची प्रतिदिन होउची 17टी घटना घटुची एणु से दृष्टिकोण आमे किभଳି भाबरे गोटिए मंत्र जप करिवा कथा जे सेटा होउची बेटर लेट दान नेभर बेटर लेट दान नेभर ये मंत्र को जदि आमे मने रखिबा ताहले अधिकांश रोड दुर्घटना को प्रतिहत मध्य करी हेबो हेई पारे कौन सी कारण मो ट्रैफिक जाम कारण एवं कौन सी प्रकार गोटे कार्यक्रम रु आ गोटे कार्यक्रम को जीवा समय डेरी हेबा कारण मो डेरी होउची 10 मिनिट आधा घंटा हेई पारे ताहा द्वारा दुनिया भासी जीव नहीं हुए तो हमको मोर बॉस कि मो अधिकारी मते कही पारती दी शब्द कहीं लेट कर आसिल किंतु से मंत्र को आम छाड़ा नहीं बेटर लेट दान नेवर जदि ये काम को करवा ताहले आमे मध्य अनेक प्रकार ये जो घटना को आमे रोका जाई परिबो और आमे मध्य मृत्यु मुखरु बंची जाई परिबा गोटे दुर्घटना रु आमे बंची परिबा एवं निश्चित भाव में एथिरे आमे सफल मध्य होई परिबा 2036 सुधा विकसित ओडिशा गठनर आमर लक्ष्य अच्छी यही एक दशंधि समय आउ 10 वर्ष समय जे अच्छी विकसित ओडिशा समृद्ध ओडिशा ताहार मध्य रोड मैप आ सड़क सुरक्षा को स्वतंत्र भाव आम सरकार ध्यान देइछन्ति आ सेतिपय आम निष्पत्ति नहीं सड़क सुरक्षा को सुशासन एक अंश करूँ यही आधार में सड़क सुरक्षा क्षेत्र में उत्कर्षता पाई मुख्यमंत्री सड़क सुरक्षा योजना सम्मान घोषणा करा जाइछि आ यही योजन समस्त शिक्षानुष्ठान जिला एवं बेसरकारी अनुष्ठान मानकर मूल्यवान मूल्यांकन करा जाय पुरस्कार मध्य प्रदान करा जिवो जो जिला माने भल प्रदर्शन करेंगे से सम्मानित करा जिवो एवं जो जिला मानकर प्रदर्शन खराब हे से मध्य उत्तरदायी मध्य करा जिवो एठी अनेक जिलार जिलापाल माने मध्य उपस्थित अछंती एवं अनेक अधिकारी मध्य उपस्थित अछंती निश्चित भाव में ये कथा को आपण माने मध्य निज निज जिला मानकर गुरुतर सह ताकू किभଳି भाव कार्यकारी करेंगे ध्यान देवार आवश्यकता अच्छे सेहीपरि सरकारी हो बेसरकारी हो जो शिक्षानुष्ठान पिला मानकर स्कूल जीवा आसिबा समय सुरक्षा को गुरुत्व दे उत्तम पदक्षेप ग्रहण करेंगे से पुरस्कार प्रदान करा जिवो मु आशा करुछि एहा द्वारा सड़क सुरक्षा संपर्कित सचेतनता राज्यर प्रत्येक अंचल एवं समाज प्रत्येक स्तर में वृद्धि हेबो एवं दुर्घटना ह्रास करिबारे एही पदक्षेप मध्य एक महत्वपूर्ण भूमिका निश्चित भाव में ग्रहण करिवो सेहीपरि सारा देश में सड़क सुरक्षा क्षेत्र में आज ओडिशा एक अनन्य अभिनव पदक्षेप आरंभ करिछि घाटी रास्तार गाड़ी चालकों को सतर्क करैबा पई एवं स्वतंत्र भाव आम ओडिशार गोटे घाटी को ये कलिंगा घाटी ये बोधे कंधमाल आउ गंजाम को कनेक्ट कर हाँ कंधमाल कलिंगा घाटी रे सतर्क सूचना घंटीर आज तार शुभ उद्घाटन करागला एवं सेठी जदि आपंकर दुई पटु गाड़ी आसुथबो ताहले सिग्नाल से देव जे अपर पक्षरे गाड़ी आसुछि बोली आ ये सिग्नाल पाइला पर निश्चित भाव में उभय ड्राइवर उभय गाड़ी सहित से सावधानता अवलंबन करेंगे और स्लो करके गाड़ी को मध्य पार करेंगे आई सफलता पर आम अन्य जो घाटी अच्छी ओडिशार विभिन्न जगार विपदपूर्ण रास्तार सतर्क घंटीर व्यवहार आम आगामी दिन में करने जाऊँगी सतर्क घंटी घाटीर उभय पटरू गाड़ी आसुले ये से साइरन बाजिब एवं यह पायलट प्रोजेक्ट हिसाब से आज आरंभ करा यह सक्सेसफुली निश्चित भाव में बोली मु आशा करुछि सेही भली कटक भुवनेश्वर ट्विन सिटी रे उन्नत ट्रैफिक परिचालना पाई आमे मध्य आईआईटी खड़गपुर सहित एक बुझामणा पत्र साक्षर आमे आज करिसंती आईआईटी रिपोर्ट आधार रे ये दुई सहर रे ट्रैफिक व्यवस्थार उन्नति पाई मध्य ये निश्चित भाव में विभिन्न पदक्षेप मान आगामी दिन में निया जाई परिवो परिवहन रे परिवेश सुरक्षा रे आज समय रे एक गुरुत्वपूर्ण आह्वान एठारे उल्लेखयोग्य जे सारा भारत में वैद्युतिक जान व्यवहार रे
ଓଡ଼ିଶା ଏକ ପ୍ରମୁଖ ସ୍ଥାନ ଆଜି ଅଧିକାର ଗ୍ରହଣ କରିଛି। ଇଏ ଗୋଟେ ଭଲ ଖବର ଆମକୁ ଆସିଛି। ସାରା ଦେଶରେ ବୈଦ୍ୟୁତିକ ଯାନ ବ୍ୟବହାର ହାର ତୁଳନାରେ ଓଡ଼ିଶାର ହାର ମଧ୍ୟ ଅଧିକ ରହିଛି। ଆମେ ସେଥିପାଇଁ ବୈଦ୍ୟୁତିକ ଯାନ କ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ ସବସିଡ଼ି ପ୍ରଦାନ ମଧ୍ୟ କରୁଛୁ। ଯାହାକୁ ମଧ୍ୟ ଜାରି ରହିବ। ଏହି ବୈଦ୍ୟୁତିକ ଯାନ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସରକାରଙ୍କର ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଜି ଯେଉଁ 15ଟି ଚାର୍ଜିଂ ଷ୍ଟେସନର ଲୋକାର୍ପଣ ମଧ୍ୟ କରାଗଲା। ଆଉ ଖୁବ୍ ଶୀଘ୍ର ଆହୁରି 85ଟି ଚାର୍ଜିଂ ଷ୍ଟେସନ ମଧ୍ୟ ପ୍ରତିଷ୍ଠା କରାଯାଇ ସମୁଦାୟ 100ଟି ଚାର୍ଜିଂ ଷ୍ଟେସନ କାର୍ଯ୍ୟକାରୀ କରାଯିବ। ଆଗାମୀ ଦିନରେ ଏ ସଂଖ୍ୟାକୁ ମଧ୍ୟ ଆହୁରି ଅଧିକ ବୃଦ୍ଧି ଯିବାର ଯୋଜନା ଭିତରେ ରଖାଯାଇଛି। ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଭାବେ ଆମ ସରକାର ଆତ୍ମନିର୍ଭର ମହିଳା ସୁବାହକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସାଧାରଣ ମହିଳା ଗାଡ଼ି ଚାଳକଙ୍କୁ ଗାଡ଼ି ମାଲିକ କରାଇ ଆର୍ଥିକ ରୋଜଗାର ବୃଦ୍ଧିର ସୁଯୋଗ ସୃଷ୍ଟି କରାଯାଇଛି। ଆଜି ଆମେ କେତେଜଣ ମହିଳାଙ୍କୁ ଆମେ ଆଜି ସମ୍ମାନିତ କଲେ, ଚାବି ଦେଇଛନ୍ତି। ଆଗରୁ ଦିଆହେଇଥିଲା ଏବଂ ଆଜି ମିଶିକରି 6 ଜଣଙ୍କୁ ଆଜି ଦିଆଗଲା। ସୁଶ୍ରୀ ଶତାବ୍ଦିକା ପଣ୍ଡା ଆସିଛନ୍ତି, ଅଛନ୍ତି ନାଇଁ କି? ଆଚ୍ଛା। ଶ୍ରୀମତୀ ସନ୍ତୋଷୀ ଦେଉ କେନ୍ଦୁଝର, ଇଏ ଜଣେ ମୋର ସାନ ଭଉଣୀଟେ, ମୋ ଗାଁରେ ତା ଘର, ମାତ୍ର ସେଠୁ 3-4 କିଲୋମିଟର ଦୂରରେ। ଇଏ ଗୋଟେ ବହୁତ ସାହସୀ ମହିଳା, ସାହସୀ ଝିଅ, ତାକୁ ଆମେ ବହୁତ ସ୍ୱାଗତ କରିବା କଥା। ଇଏ ଅଟୋ ଧରିକି ଦିଲ୍ଲୀ ପଳେଇଗଲେ, ପୁରା ଦିଲ୍ଲୀ ଗଲେ ଅଟୋ ଧରିକିରି ଆମ କେନ୍ଦୁଝରରୁ, ଏବଂ ସୁରକ୍ଷାରେ ଗଲେ, ସୁରକ୍ଷାରେ ଆସିଲେ, ନିୟମ ମାନିକି ଯାଇଥିଲେ। ବୋଧହୁଏ ନିଜର ଆମର ସେ ଜୋଇଁ ପୁଅ ଅର୍ଥାତ୍ ସ୍ୱାମୀକୁ ଆଣିବା ପାଇଁ ଯାଇଥିଲେ। ସେ ଯାହା ବି ହେଉ, ସେ ଗୋଟେ ଏଭଳି ସାହସ କାମ କରିକି ଆଜି ଦେଖେଇଛନ୍ତି। ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ଏବଂ ଆଜି ମଧ୍ୟ ସେ ଏଇଠି ଭୁବନେଶ୍ୱରରେ ରହୁଛ, ଏଇଠି ଗାଡ଼ି ଚଲାଉଛ। କେତେଟା ଆକ୍ସିଡେଣ୍ଟ କରିଛ ଆଗରୁ? ଗୋଟେ ବି ନାହିଁ। ନିୟମ କାନୁନ ମାନିକିରି ଚଲାଉଛ ସବୁ। ମାନେ ହରିଦ୍ୱାର ବି ଯାଇଛ? ଆଉ କୋଉଠି? ପ୍ରୟାଗରାଜ, ଅଯୋଧ୍ୟା। ଆମେ ଏଥର ଆଉ ପୁରୁଷମାନଙ୍କୁ କାହିଁ ଡ୍ରାଇଭର କରିବା? ମହିଳାମାନଙ୍କୁ ବା ଭଉଣୀମାନଙ୍କୁ ଡ୍ରାଇଭର କଲେ ବେଶୀ ସେଫ୍ରେ ଆମେ ସୁରକ୍ଷିତ ଯାତ୍ରା ବି କରିପାରିବା, ଆମ ଜୀବନ ବି ରକ୍ଷା ହେଇଯିବ। ୟାକୁ ସୁନିଶ୍ଚିତ ଆମର ସନ୍ତୋଷୀ ଦେଉ କରିଛନ୍ତି। ମୋ ସାନ ଭଉଣୀଟେ, ମୋ ଗାଁର, ମୁଁ ତାକୁ ବହୁତ ବହୁତ ବଧାଇ ଦେଉଛି। ହଉ, ବସ, ପରେ କହିବ। ଶ୍ରୀମତୀ ଉଷାରାଣୀ ସାହୁ, ସେ ବି ଅଛନ୍ତି ବୋଧେ? ଅଛନ୍ତି। ଧରିତ୍ରୀ ସାହୁ ଅଛନ୍ତି। ଶ୍ରୀମତୀ ଜାନକୀ ସାହୁ, ହଁ। ଆଉ ଜଣେ ସୁଚିତ୍ରା ସେଠୀ। ଇଏ ଆଜି ସୁଚିତ୍ରା ସେଠୀ, ଆଜି ମୋ ହାତରୁ ତୁମେ ଚାବି ନେଇଛ। ତମେ ଆଗରୁ ଗାଡ଼ି ଚାଳକ ଥିଲ, ତାପରେ କେମିତି ଗାଡ଼ି ନିଜେ କରି ପକେଇଲ? କୁଆଡ଼ୁ ପଇସା କୋଉଠୁ ପାଇଲ? ଆଚ୍ଛା ଆଚ୍ଛା ଆଚ୍ଛା। ଯାହା ହଉ, ତମକୁ ବହୁତ ଅଭିନନ୍ଦନ ଯେ ଯେଉଁମାନେ କାଲି ଗାଡ଼ି ଚଲାଉଥିଲେ ଡ୍ରାଇଭର ହେଇକରି, ଆଜି ସେମାନେ ଗାଡ଼ିର ମାଲିକ ବନିଲେ। କାଲି ଯେମିତି ଆମେ ସୁଭଦ୍ରା ଯୋଜନାରେ ଆର୍ଥିକ ସାହାଯ୍ୟ ପ୍ରଦାନ କରୁଛୁ, ସେମାନେ ମହିଳା ସଶକ୍ତିକରଣ ହେବେ ବୋଲି, ସେ ପଇସା ବି ସେମାନଙ୍କୁ ସାହାଯ୍ୟ କରୁଛି ଯେ କିଏ ଲାଖପତି ଦିଦି ବନିବ, ଆଜି କିଏ ଉଦ୍ୟୋଗପତି, କିଏ ଆଜି ଗାଡ଼ିର ମାଲିକ ହେଇଗଲେଣି, କିଏ ଉଦ୍ୟୋଗପତି ହେଇଗଲେଣି। ଏଣୁ ନିଶ୍ଚିତ ଭାବରେ ମହିଳାମାନଙ୍କୁ ଏ କ୍ଷେତ୍ରରେ ଆମେ ସମସ୍ତେ ଧନ୍ୟବାଦ ଦେବା କଥା। ସେମାନେ ସାହସିକତା ଦେଖାଇବା ସହିତ ଏ ଅର୍ଥକୁ ମଧ୍ୟ ସୁବିନିଯୋଗ କରିବା, ଏବଂ ଯେହେତୁ ମହିଳା ହେଇଥିବା କାରଣରୁ ଏମାନେ ନିଶ୍ଚିତ ଭାବରେ ସେଥିରେ ଗାଡ଼ି ଚଲାଇଲା ବେଳେ ମୋବାଇଲରେ କଥା ହେଉଛ? ନା ନା, ମୁଁ ଦେଖିଛି, ବୋଧେ ହେଇଛ। ଯଦି ଗାଡ଼ି ଚାଲୁଥିବା ସମୟରେ କଥା ହେବା ଜରୁରୀ ଅଛି, ତାହେଲେ ଗାଡ଼ି ରଖିଦେବ, ତାପରେ କଥା ହେବ, ଇମର୍ଜେନ୍ସି ଯଦି ଅଛି। ଆଉ ନହେଲେ ଗାଡ଼ି କେବେ ଚାଲୁଥିବା ସମୟରେ ଇଏ ଚଲାଇବା କଥା ନୁହଁ।
ଏଣୁ ଏହା ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ମୁଁ ସାମ୍ନାରେ ଦେଖିଛି, ହରେଇଛି। ଆଉ ସେମାନେ ମଧ୍ୟ ଆପଣଙ୍କର ମୋଟରସାଇକେଲ ଚଲାଉଥିବେ, ଆପଣ ଦେଖିଛନ୍ତି ମୋଟରସାଇକେଲ ଚଲାଇବାରେ ପୁରା ଏଇଠି ମୋବାଇଲ ଦିଆଯାଇଥାଏ, ମୁଁ ମୋବାଇଲ ତ ଧରିନି ନହେଲେ ଦେଖେଇ ଦେଇଥାନ୍ତି, ଏଇଠି କାନରେ ଜାତିଥିବେ ଏମିତିକି, ଏମିତି ମୋଟରସାଇକେଲ ଚଲାଉଥିବେ ଆଉ କଥା ହେଉଥିବେ। ସାମ୍ନାରେ ଗାଡ଼ି, ପଛରେ ଗାଡ଼ି, ଲେଫ୍ଟ ରାଇଟ୍ରେ ଗାଡ଼ି ଥିବ, କ'ଣ ହେବ ଅବସ୍ଥା? ମାନିବାର ନାହିଁ ସେମାନେ, ଆମ ଯୁବପିଢ଼ି ସେମାନେ। ଏ ପ୍ରକାର କାରଣରୁ ଆଜି ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ି ପଡ଼ୁଛି, କିଛି କାରଣ ନାହିଁ। ସଂସାର ଦେଖି ଭଲ ଭାବରେ ଚଲେଇ ନାହାନ୍ତି, ସଂସାର ଭଲ ଭାବରେ ସଂସାରକୁ ଉପଭୋଗ କରିନାହାନ୍ତି। ଇଏ ବହୁତ ବଡ଼ ଗୋଟାଏ ଦୁର୍ଭାଗ୍ୟର କଥା। ଏଣୁ କିଭଳି ଭାବରେ ଆମେ ଏଥିରୁ ତ୍ରାହି ପାଇବା, ଆଉ ସେଥିପାଇଁ ଆଜି ଏଇ ଯେଉଁ ଆମର 6 ଜଣ ସାଧାରଣ ଆମର ଭଉଣୀମାନେ ଯେଭଳି ଭାବରେ ଆଜି ସେମାନେ ଡ୍ରାଇଭର ବି ହେଲେ, ରୋଜଗାର ବି କଲେ, ପରିବାର ବି ଚଲେଇଲେ। କିନ୍ତୁ ଜାଣିବା କଥା, ଆମର 6 ଜଣ ଭଉଣୀ ତ କେବେ ଡ୍ରିଙ୍କସ୍ କରୁନଥିବ, ମଦ ପିଉନଥିବ, ମଦ ପିଇକରି ଗାଡ଼ି ଚଲାଉନଥିବ, ନାହିଁ ତ? ହାତ ହଲାଉ ନାହିଁ ବୋଲି। ଆଚ୍ଛା, ଯେଉଁମାନେ ମ୍ୟାରେଜ୍ କରିଛନ୍ତି ସ୍ୱାମୀମାନେ ମଦ ପିଅନ୍ତି କି? କାରଣ ଗାଡ଼ି ବେଳେବେଳେ ସେମାନେ ଆଜି ନହେଲେ ଆଜି ତୁମେ ଗାଡ଼ି ଚଲେଇ ଦିଅ ଯଦି କହିଲେ, ଆଉ ସେମାନେ ଯଦି ଡ୍ରିଙ୍କସ୍ କରୁଥିବେ, ନାହିଁ ତ? କିଛି କହୁନାହାନ୍ତି। ଯଦି ମଦ ପିଉଥିବେ ତାହେଲେ ତାକୁ ଗାଡ଼ି ଛୁଇଁବା ପାଇଁ ଦେବେ ନାହିଁ, ଆଉ ଆଗେ ମଦ ବନ୍ଦ କରିବା ପାଇଁ ସବୁବେଳେ ତାଗିଦ କରିବେ, ଆଉ ନହେଲେ ମୋତେ ଖବର ଦେବେ, ମୁଁ ନିଜେ ଯିବି, ଘରକୁ ଯିବି, ମୁଁ ତାଙ୍କୁ ମଦ ନ ପିଇବା ପାଇଁ ବାରଣ କରିବା ପାଇଁ। ଏଣୁ ଏ ପ୍ରକାରର ଯଦି ଆମେ କିଛି ନିଜେ ନିଜେ ଯଦି ସମସ୍ତେ କିଛି ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବା, ମୁଁ ଭାବୁଛି କଣ୍ଟ୍ରୋଲ ହେବ। ଏ ଯୋଜନା ଗତ 3 ତାରିଖରୁ ଆରମ୍ଭ ହୋଇଛି। କେଉଁଟା ନା ଗାଡ଼ି ଚାଳକମାନଙ୍କୁ ଗାଡ଼ି ମାଲିକ କରାଇ ଆର୍ଥିକ ରୋଜଗାରର ବୃଦ୍ଧିର ଯେଉଁ ସୁଯୋଗ, ଯେଉଁ ମହିଳା ସୁବାହକ ଯୋଜନା ମାଧ୍ୟମରେ ଆମେ କରେଇଛନ୍ତି। ରାଜ୍ୟ ସରକାର ନିଜ ଗ୍ୟାରେଣ୍ଟିରେ ବିନା ସୁଧରେ କାର୍ କିଣିବା ପାଇଁ ଋଣ ଏଥିରେ ଯୋଗାଇ ଦେଉଛନ୍ତି। ଏହି ଯୋଜନା ଗତ 3 ତାରିଖରୁ ଆରମ୍ଭ ହୋଇଛି। 6 ଜଣ ମହିଳା, ଯାହାର ନାଁ ମୁଁ ଆପଣମାନଙ୍କୁ କହିଲି, ଆଗାମୀ ଦିନରେ ଏହି ଯୋଜନା ଦ୍ୱାରା ମହିଳାମାନଙ୍କର ପାଇଁ ଗାଡ଼ି ଚାଳନା ଏବଂ ନୂତନ ଆକର୍ଷଣୀୟ ବୃତ୍ତିରେ ମଧ୍ୟ ଏଥିରେ ମାନେ ପରିଣତ ଇଏ ହୋଇପାରିବ, ଭଲ ରୋଜଗାର ବି ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଜି ଜନସାଧାରଣଙ୍କର ଗମନାଗମନର ସର୍ବାଙ୍ଗୀନ ଉନ୍ନତି ଉଦ୍ଦେଶ୍ୟରେ ରାଜ୍ୟର 10ଟି ଜିଲ୍ଲାରେ ମୋଟ 156 କୋଟି 53 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆମେ 14ଟି ନୂତନ ଅଟଳ ବସ୍ ଷ୍ଟାଣ୍ଡ ମଧ୍ୟ ତାକୁ ଆମେ ତାର ଲୋକାର୍ପଣ ଏବେ କରିଛନ୍ତି। 14ଟି ଅଟଳ ବସ୍ ଷ୍ଟାଣ୍ଡ ଦ୍ୱାରା ପାଖାପାଖି 15 ଲକ୍ଷ ଲୋକ ଉପକୃତ ହେବେ। ଏହି ବସ୍ ଷ୍ଟାଣ୍ଡ ଗୁଡ଼ିକରେ ଉନ୍ନତମାନର ବସ୍ ସେବା ସହ ଅତ୍ୟାଧୁନିକ ରହଣି ସ୍ଥଳ, ଡିଜିଟାଲ ବସ୍ ସେବା ସହ ଆଧୁନିକ ରହଣି ସ୍ଥଳ, ଡିଜିଟାଲ ସୂଚନା ଫଳକ, ସ୍ୱତନ୍ତ୍ର ଶୌଚାଳୟ, ଜନସାଧାରଣଙ୍କର ବିଶେଷ କରିକି ମହିଳା ସୁରକ୍ଷା ପାଇଁ CCTV କ୍ୟାମେରା ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା, ସ୍ୱଚ୍ଛ ପାନୀୟ ଜଳ ଇତ୍ୟାଦି ବିଭିନ୍ନ ପ୍ରକାରର ସୁବିଧା ଆଜି ଏ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ମାଧ୍ୟମରେ ପୂର୍ବରୁ 55 ଗୋଟି ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ଲୋକାର୍ପଣ କରାଯାଇଛି ଏବଂ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ଉପଖଣ୍ଡ ସଦର ମହକୁମା ପଞ୍ଚାୟତ ସମିତି ଓ ପୌରପାଳିକାମାନଙ୍କରେ ମଧ୍ୟ ଅଟଳ ବସ୍ ଷ୍ଟାଣ୍ଡ ଆଗାମୀ ଦିନରେ ଆମେ ପ୍ରସ୍ତାବ ରଖିଛୁ, ତାକୁ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ, ଅଟଳ ବସ୍ ଷ୍ଟାଣ୍ଡ ପ୍ରତିଷ୍ଠା କରିବା ପାଇଁ। ଏଥିସହିତ ମୁଖ୍ୟମନ୍ତ୍ରୀ ବସ୍ ସେବା MBS ଅଧୀନରେ ଥିବା OSRTC ଦ୍ୱାରା ପରିଚାଳିତ 1422ଟି ବସ୍ର ପରିଚାଳନା ମାର୍ଗରେ ପୁନର୍ବିନ୍ୟାସ କରାଯାଇ ଜନସାଧାରଣଙ୍କର ସେବାରେ ଉତ୍ସର୍ଗ ଇଏ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟରେ ପ୍ରାୟ 5861ଟି ଗ୍ରାମ ପଞ୍ଚାୟତ ଏବଂ 309ଟି ବ୍ଲକରେ ସଂଯୋଜିତ କରାଯାଇଛି ଏବଂ ପ୍ରତିଦିନ 3.5 ଲକ୍ଷରୁ ଅଧିକ ଲୋକ ଏହି ସେବାରେ ମଧ୍ୟ ପ୍ରତିଦିନ ତାର ଉପକାର ମଧ୍ୟ ଏମାନେ ସମସ୍ତେ ପାଉଛନ୍ତି, ଯାହା ମଧ୍ୟରୁ 50%ରୁ ଅଧିକ ଏଥିରେ ମହିଳା ଯାତ୍ରୀ ଏବଂ 25% ହେଉଛନ୍ତି ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା OSRTCର ଅଧୀନରେ ପରିଚାଳିତ ବିଭିନ୍ନ ସୁବିଧା ପାଇଁ କ୍ଲୋଜ୍ ଲୁକ୍ ସ୍ମାର୍ଟ ଟ୍ରାନଜିଟ୍ କାର୍ଡ଼ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଲୋକମାନେ ସୁରକ୍ଷିତ କ୍ୟାସଲେସ୍ ଟିକେଟ୍ କାଟି ଯାତ୍ରା ମଧ୍ୟ କରିବାର ସୁବିଧା ଏ ନିଶ୍ଚିତ ଭାବରେ ପାଇପାରୁଛନ୍ତି। ରାଜ୍ୟର ସାର୍ବଜନୀନ ପରିବହନ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ OSRTC ଏହାର
ପୁରୁଣା ବସ୍ଗୁଡ଼ିକ ବଦଳରେ ମୋଟ 46 କୋଟି ଟଙ୍କା ମୂଲ୍ୟର 100ଟି ନୂତନ BS6 ଆଧୁନିକ ବସ୍ ଏଥିରେ ସାମିଲ କରାଇଛନ୍ତି। BS6 ଆମର ଏଥିରେ ଏବେ ଚାଲିଲାଣି BS6ର। ଆଚ୍ଛା, ଏଗୁଡ଼ିକ ହେଉଛି ଆପଣଙ୍କର ଏ ବସ୍ ଗୁଡ଼ିକ ଅଧିକ ଦକ୍ଷ ଏବଂ ପରିବେଶ ଅନୁକୂଳ, ଯାହାକି ଜନସାଧାରଣଙ୍କର ସୁରକ୍ଷିତ ସଡ଼କ ଯାତ୍ରା ପାଇଁ ଅତ୍ୟନ୍ତ ଏଗୁଡ଼ିକ ମଧ୍ୟ ଆପଣଙ୍କର ଲାଭଦାୟକ। ଏଣୁ ନିଶ୍ଚିତ ଭାବରେ ଟେକ୍ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ ପାଇଁ ଆମେ ପ୍ରୟାସ କରୁଛୁ। ଗାଡ଼ି ଚାଳନା ପରୀକ୍ଷା ପାଇଁ ADTS ବା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ବ୍ୟବସ୍ଥା, ଗାଡ଼ିର ଫିଟନେସ୍ ପରୀକ୍ଷା ପାଇଁ ATS ବା ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ ବ୍ୟବସ୍ଥା, ଏନଫୋର୍ସମେଣ୍ଟ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ମଧ୍ୟ ଆମେ ସମସ୍ତେ ଏହାକୁ ଆମ ସରକାରଙ୍କ ତରଫରୁ ବିଭାଗ ତରଫରୁ ମଧ୍ୟ ଆମେ ପ୍ରୟୋଗ କରୁଛୁ। ଗାଡ଼ି ଚାଳକ ଗାଡ଼ି ଚଳାଇବା ବେଳେ ଅନ୍ୟମନସ୍କ ବା ନିଦ୍ରା ଶିକାର ହେଲେ ସଚେତନ କରିବାକୁ ଆପଣଙ୍କର ADS ବା ଆଡ଼ଭାନ୍ସ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ ବ୍ୟବସ୍ଥାକୁ ମଧ୍ୟ ଲାଗୁ କରୁଛୁ। ଯଦି ଅନ୍ୟମନସ୍କ ବା ନିଦ୍ରାର ଶିକାର ହେଲେ ଯଦି ଆମେ ଆଡ଼ଭାନ୍ସ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ ଯଦି ଆମେ ଲଗାଇବା, ତାହେଲେ ଯଦି ନିଦ୍ରା ହେଇଛି ଡ୍ରାଇଭର ବା ହେଉଛି ବା ଗାଡ଼ି ଚଲାଇଲା ବେଳେ ଶୋଇପଡ଼ୁଛି, ତାହେଲେ ନିଶ୍ଚିତ ଭାବରେ ଏଥିରେ ଜଣାପଡ଼ିଯିବ ଏବଂ ସେ ନିଦ ହେଉଛି ବୋଲି ତାକୁ ଓହ୍ଲେଇ ଦିଆଯିବ, ଆଉ ଜଣେ ଡ୍ରାଇଭରକୁ ବସାଇ ଦିଆଯିବ, ନହେଲେ ରେଷ୍ଟ ନେବା ପାଇଁ କୁହାଯିବ। ଏ ପ୍ରକାରର ବ୍ୟବସ୍ଥା ଏକ ସ୍ୱତନ୍ତ୍ର ଭାବରେ ଆମ ବିଭାଗ ତରଫରୁ ସ୍ୱତନ୍ତ୍ର ଭାବରେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଆମେ ସୁନିଶ୍ଚିତ କରୁଛୁ। ଏଣୁ ନିଶ୍ଚିତ ଭାବରେ ଆମେ କିଭଳି ଭାବରେ ଟ୍ରାଫିକ୍ ନିୟମ କାନୁନ ମାନି ଚଲେଇବା, ଆମ ଲୋକମାନେ ନିୟମକୁ ମାନି ଚଲେଇବେ, ଲେଫ୍ଟ ସାଇଡ଼୍ରେ ଗାଡ଼ି କେମିତି ଚଲେଇକି ଯିବେ, ଯେତେ ଯାଉ ୟୁଟର୍ନ କରିବା ପାଇଁ କିଛି ରାସ୍ତା ଯିବା ପାଇଁ ପଡ଼ିପାରେ, କିନ୍ତୁ ଆମକୁ ୟୁଟର୍ନ କରିବା ପାଇଁ ହିଁ ପଡ଼ିବ। ଏବଂ ମୋବାଇଲକୁ ଆମେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରଖିକରି ଗାଡ଼ି ଚଲେଇବା, ସେ ସମୟରେ ମୋବାଇଲକୁ ଉଠାଇବା ନାହିଁ କିମ୍ବା ମଦ ପିଇକରି ଚଲେଇବା ନାହିଁ। ଏ ପ୍ରକାରର ସମସ୍ତକୁ କରିବା ଯଦି ପାଳନ କରିବା, ତାହେଲେ ନିଶ୍ଚିତ ଭାବରେ ବହୁ ସଂଖ୍ୟାରେ ଆମର ଦୁର୍ଘଟଣା କମିଯିବ ଏବଂ ଆମ ପରିବାର ଲୋକ ଏବଂ ଆମର ଯୁବକମାନେ ଏମାନେ ନିଶ୍ଚିତ ଭାବରେ ସୁରକ୍ଷିତରେ ରହିପାରିବେ। ଆଜିର ଏହି ଅବସରରେ ଆମକୁ ଆଉ ଗୋଟିଏ ଆଜି ଅବସର ମିଳିଛି। ପୂର୍ତ୍ତ ବିଭାଗ ବା ୱାର୍କସ ଡିପାର୍ଟମେଣ୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଆଜି ମଧ୍ୟ ଶୁଭାରମ୍ଭ କରାଯାଇଛି। ପ୍ରାୟ 5,630 କୋଟି ଟଙ୍କା ବିନିଯୋଗରେ 39ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ 1,070 କୋଟି ଟଙ୍କା ବିନିଯୋଗରେ 32ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଅର୍ଥାତ୍ ଆଜି କେବଳ ପୂର୍ତ୍ତ ବିଭାଗର ହିଁ ପ୍ରାୟ 6,701 କୋଟି ଟଙ୍କାର ପ୍ରକଳ୍ପର ଆଜି ଶୁଭାରମ୍ଭ କରାଗଲା। ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟର ପ୍ରମୁଖ ଭିତ୍ତିଭୂମି, ଯାତାୟାତ, ବାଣିଜ୍ୟ, ଶିକ୍ଷା ଓ ଆର୍ଥିକ ବିକାଶକୁ ଏକ ନୂତନ ଦିଗ ଦେବ। ଅର୍ଥାତ୍ ଆଜି ସେହି ବିଭାଗର ଆଜି ଏଠି ଶିକ୍ଷା ବିଭାଗର 2 ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଜଣେ ମନ୍ତ୍ରୀ ଏବେ ଜଷ୍ଟ ଆଉ ଗୋଟେ କାର୍ଯ୍ୟକ୍ରମକୁ ଚାଲିଗଲେ, ଆମର ଉଚ୍ଚଶିକ୍ଷା ମନ୍ତ୍ରୀ, ଆମର ବାକି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଅଛନ୍ତି। ଆମର ତାଙ୍କର ଭିତ୍ତିଭୂମି, ଯାତାୟାତ ପାଇଁ, ବାଣିଜ୍ୟ ପାଇଁ, ଶିକ୍ଷା ଓ ଆର୍ଥିକ ବିକାଶକୁ ଏକ ନୂତନ ଦିଗ, ଏ ନିଶ୍ଚିତ ଭାବରେ ଏ ପ୍ରକଳ୍ପ ଗୁଡ଼ିକ ହେଲା ପରେ କମ୍ପ୍ଲିଟ୍ ହେଲା ପରେ ତା ଉପରେ ଅନେକ ଲାଭ ଆମେ ଏ ବିଭାଗ ଗୁଡ଼ିକ ଦ୍ୱାରା ବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ତାର ବେନିଫିଟ୍ ପାଇପାରିବା। କେବଳ ପ୍ରକଳ୍ପ ଘୋଷଣା ନୁହେଁ, ବରଂ ସମୟବଦ୍ଧ ଓ ଗୁଣାତ୍ମକ ଭାବରେ କାର୍ଯ୍ୟ ସମାପ୍ତ କରି ଲୋକମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବା ମଧ୍ୟ ଆମ ସରକାରଙ୍କର ଇଏ ଲକ୍ଷ୍ୟ ଅଛି। ଆଜି ଭୁବନେଶ୍ୱରର କାୟାକଳ୍ପ କରିବା ପାଇଁ 2ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା ଆପଣଙ୍କର ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ 952 କୋଟି ଟଙ୍କା ବିନିଯୋଗରେ ଏକ ନୂଆ କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଏଥିରେ ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ, ଡମଣା ଓ କିଡ୍ ଛକରେ 4ଟି ଫ୍ଲାଇଓଭର ନିର୍ମାଣ କରାଯିବ। ଏହାଦ୍ୱାରା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା ଆଧୁନିକ ହେବ ଏବଂ ସାଧାରଣ ଜନତା ଏଥିରେ ନିଶ୍ଚିତ ଭାବରେ ସୁରକ୍ଷାର ସହିତ ଏବଂ ଟ୍ରାଫିକ୍ କଣ୍ଟ୍ରୋଲ ମଧ୍ୟ ଏଥିରେ ଏଭଳି ଭାବରେ ରୋଡ଼ ଗୁଡ଼ିକ ସୁନ୍ଦର ଭାବରେ କରାଯାଇଛି, ଯେଉଁଥିରେ କି ଆପଣଙ୍କର ଫ୍ଲାଇଓଭରରେ ସିଧା ଜଣେ ଚାହିଁଲେ ସଙ୍ଗେ ସଙ୍ଗେ ଯାଇପାରିବ। ଯେଉଁମାନେ କ୍ରସ୍ କରିବେ ସେମାନେ ତଳେ ଗୋଟିଏ ରାଉଣ୍ଡରେ ମଧ୍ୟ କ୍ରସ୍ କରିକରି ସେମାନେ ନିଜର ରାସ୍ତାକୁ ସେମାନେ ଧରିପାରିବେ। ଆଉ ଏହା କରିବା ଦ୍ୱାରା ଇଏ ଗୋଟିଏ ଆଧୁନିକ ସହରର
ଯାହା ଅତ୍ୟାଧୁନିକ ବ୍ୟବସ୍ଥା ହେବା କଥା ତାହା ମଧ୍ୟ କରାଯାଇ ପାରିବ। ସେହିପରି ବିଧାନସଭାକୁ ମିଶାଇ